ସକାଳର ବ୍ୟସ୍ତତା ଭିତରେ ଯଦି କିଛି ଝଟପଟ ବନେଇବାର ଅଛି ତାହେଲେ ଏଇ ଜଳଖିଆ ରେସିପିରେ ଥରେ ମାତ୍ର ଟ୍ରାଏ କରନ୍ତୁ। ଦେଖିବେ ବିନା ଅଟା, ବିନା ଚାଉଳ ଚୁନା ଆଉ ବିନା ମଇଦାରେ ବନିକି ରେଡ଼ି ହେବ, ଆଉ ଝଟପଟ ବନିକି ରେଡ଼ି ହେବ, ଆଉ ପ୍ରଚୁର ମାତ୍ରାରେ ଏଥିରେ ଭିଟାମିନ୍ ବି ମିଳିବ। ଛୁଆମାନେ ଯଦି ପନିପରିବା ଖାଇବାକୁ ପସନ୍ଦ କରନ୍ତିନି ତାହେଲେ ଏମିତି ତରିକାରେ ବନେଇକି ଦିଅନ୍ତୁ, ଛୁଆମାନଙ୍କ ଟିଫିନ୍ ବକ୍ସ ପାଇଁ କାମରେ ଆସିବ ଆଉ ବଡ଼ମାନଙ୍କର ବି ହେଲ୍ଦି ଜଳଖିଆଟି ବନିବ। ତ ପ୍ରଥମେ ଗୋଟେ ବାଉଲ୍ ନେବା, ସେଥିରେ ଆମେ 1.5 ଗିନା ଆଡ଼୍ କରିଦେବା ସୁଜି, ସ୍ୱାଦ ଅନୁସାରେ ଦେଇଦେବା ଲୁଣ, ଅଳ୍ପ ଟିକେ ସୋରିଷ ତେଲ ଆଡ଼୍ କରିବା। ସୋରିଷ ତେଲ ବଦଳରେ ଆପଣମାନେ ରିଫାଇନ୍ ତେଲ ବି ଆଡ଼୍ କରିପାରିବେ। ତାପରେ ହାତର ହେଲ୍ପରେ ଭଲସେ ଟିକେ ମିକ୍ସ କରିଦେବା, ଆଉ ସେଥିରେ ଆମେ 1 ଗିନା ଆମେ ପାଣିକୁ ଆଡ଼୍ କରିଦେବା, ଯେମିତିକି ସୁଜିଟା ଟିକେ ଦେଖିବେ ବତୁରିବ ଆଉ ଭଲସେ ଟିକେ ମିକ୍ସ କରିଦେବା। ଆପଣମାନେ ତ ଜାଣିଛନ୍ତି ସୁଜି ଦେଖିବେ ପାଣିକୁ ସିଏ ଆବଜର୍ବ କରିବ, ଆଉ ପାଣିଟା ଆମେ ସେଥିରେ ଆଡ଼୍ କଲା ମାତ୍ରେ ସୁଜିଟା ଟିକେ ହାଲକା ସଫ୍ଟ ବନିଯିବ। ଯଦି ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିକିରି ଆଗ 5 ମିନିଟ୍ ପର୍ଯ୍ୟନ୍ତ ଟିକେ ରେଷ୍ଟ ପାଇଁ ଛାଡ଼ିଦେବେ, ତାହେଲେ ଦେଖିବେ ସେ ଅଟା ଯେମିତି ଆପଣମାନଙ୍କ ହାତକୁ ଲାଗେ ସେଇଭଳି ହିଁ ବନିକି ସେ ରେଡ଼ି ହେଇଯିବ। ତ ପୁଣି ଦେଖନ୍ତୁ ଆଉ ଟିକେ ମୁଁ ପାଣି ସେଥିରେ ଆଡ଼୍ କରିଦେଲି, ଆଉ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବା। ଆଉ ଦେଖନ୍ତୁ ଆପଣମାନଙ୍କୁ ଦେଖେଇ ଦେଉଛି କେତେ ବଢ଼ିଆ ଟିକେ ସଫ୍ଟ ବି ଲାଗୁଛି ହାତକୁ। ଏବେ କ'ଣ କରିବେ ନା ଆମେ ଟିକେ କଭରକୁ ବନ୍ଦ କରିଦେବା, ସୁଜିଟାକୁ ଟିକେ ଆମେ ବତୁରିବାକୁ ଦେବା। ସୁଜିଟା ଯେତେ ବତୁରିବ ନା ସେତେ ବଢ଼ିଆ ପୁରା ସଫ୍ଟ ବନିବ, ଆଉ ଆପଣମାନେ ଚାହିଁଲେ এই ସୁଜିରେ ପୁରା ରୁଟି ବି ବନେଇ ପାରିବେ। ମାନେ ଏ ଦେଖିବେ ପୁରା ଅଟା ଦଳା ଭଳି ବନିକି ରେଡ଼ି ହେଇଯିବ, ଯେମିତି ଅଟା ଡ ବନୁଛି ନା ସେଇଭଳି ପ୍ରୋସେସ୍ରେ ବନିକି ରେଡ଼ି ହେଇଯିବ। ଆଉ ଦେଖନ୍ତୁ ଆପଣମାନଙ୍କୁ ଦେଖାଉଛି ସୁଜିଟା ଏଠି ପୁରାପୁରି ବତୁରି ଯାଇଛି, ଆଉ ପୁରା ହାତରେ ଆମେ ଯେମିତି ତାକୁ ମେସ୍ କରୁଛନ୍ତି ନା ପୁରାପୁରି ସଫ୍ଟ ବନେଇଛି। ଆଉ ଯେତେ ଭଲସେ ଆକୁ ମେସ୍ କରିବେ ସେତେ ବଢ଼ିଆ ଏଇ ଗୋଟେ ଡୋ ବନିକି ରେଡ଼ି ହେବ। ଆଉ ଆପଣମାନେ ଚାହିଁଲେ ଆଉ ଟିକେ ଯେମିତି ଆପଣମାନେ ଅଟା ଦଳା ବନାଉଛନ୍ତି ସେଇଭଳି ପ୍ରୋସେସ୍ରେ ବି ସୁଖା ବି ବନେଇ ପାରିବେ। ସୁଖା ବନେଇକି ବି ଏଇ ରେସିପିଟି ପ୍ରସ୍ତୁତ କରିପାରିବେ। କିନ୍ତୁ ଟିକେ ଦେଖନ୍ତୁ ମୁଁ ହାଲକା ପତଲା ରଖିଛି, ଆଉ ପୁରା ଅଟା ଦଳା ଭଳି ହିଁ ଇଏ ପୁରା ସଫ୍ଟ ହେଇସାରିଛି, ଆଉ ପୁରାପୁରି ସୁଜି ବିଲକୁଲ ବି ହାତକୁ ଲାଗୁନି, ପୁରା ମେସ୍ ହେଇସାରିଛି। ତ ଏବେ କ'ଣ କରିବା ନା ଆମେ ସେଇଥିରେ ଟିକେ 5 ମିନିଟ୍ ପାଇଁ ରେଷ୍ଟ ପାଇଁ ଆକୁ ଟିକେ ରଖିଦେବା। ଯେତେ ରେଷ୍ଟ ପାଇଁ ରଖିବେ ନା ସେତେ ବଢ଼ିଆ ରେସିପିଟା ବନିକି ରେଡ଼ି ହୁଏ। କିନ୍ତୁ ଯଦି ଝଟପଟ ବନେଇବାକୁ ଚାହୁଁଛନ୍ତି ସକାଳର ବ୍ୟସ୍ତତା ଭିତରେ ଯଦି କିଛି ବନେଇ ଦେବାର ଅଛି ଛୁଆମାନଙ୍କ ଟିଫିନ୍ ବକ୍ସ ପାଇଁ ହେଉ କି ବଡ଼ମାନଙ୍କ ପାଇଁ, ତ 5 ମିନିଟ୍ ରେଷ୍ଟରେ ବି ବନିକି ରେଡ଼ି ହେଇଯିବ, ଆଉ ବହୁତ ବଢ଼ିଆ ବନିକି ରେଡ଼ି ହୁଏ। ତ ଦେଖନ୍ତୁ ପନିପରିବା କାଟିବା ଭିତରେ ସେ ପୁରା ବନିକି ଆମର ପୁରା ସଫ୍ଟ ବନିକି ରେଡ଼ି ହେଇସାରିଥିବ। ତ ଦେଖନ୍ତୁ ଆପଣମାନଙ୍କୁ ମୁଁ କଭରକୁ ବାହାର କରିକି ଦେଖେଇ ଦେଉଛି, ଆଉ ଟିକେ ପାଣିକୁ ସେ ଆବଜର୍ବ କରିଦେଇଛି, ଆଉ ବହୁତ ବଢ଼ିଆ ଗୋଟେ ଏଇଠି ଆମର ଡୋ ବନିକି ରେଡ଼ି ହେଇଛି। ଆଉ ଡୋଟା ଟିକେ ହାଲକା ପତଲା ଅଛି, ମୁଁ ପତଲା ହିଁ ହାଲକା ରଖିଛି। ଆପଣମାନେ ଚାହିଁଲେ ରୁଟି ଭଳି ହିଁ ରଖିପାରିବେ। ଆଉ ଟିକେ ତାକୁ ଭଲସେ ହାତର ହେଲ୍ପରେ ଟିକେ ଚକୁଡ଼ି ଦେବା। ଆଉ ପନିପରିବା ଗୁଡ଼ାକ ଆପଣମାନଙ୍କ ଯାହା ବି ମନପସନ୍ଦର ପନିପରିବା ଆପଣମାନେ ଏଥିରେ ଆଡ଼୍ କରିପାରିବେ, ଆଉ ଛୋଟ ଛୋଟ ପିସେସ୍ରେ କଟିଂ କରି ଆଡ଼୍ କରିବେ। ତ ଦେଖନ୍ତୁ ଏଠି ମୁଁ କଞ୍ଚା ଲଙ୍କାଟା ଆଡ଼୍ କରିଛି। କଞ୍ଚା ଲଙ୍କାଟା ପୁରାପୁରି ଅପସନାଲ୍ ଅଛି, ଯଦି ଛୁଆମାନଙ୍କ ପାଇଁ ବନାଉଛନ୍ତି ତାହେଲେ କଞ୍ଚା ଲଙ୍କାକୁ ଆପଣମାନେ ସ୍କିପ୍ ବି କରିପାରିବେ। ତ ଏବେ ଆମେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା, ଯେହେତୁ ପନିପରିବାଟା ଆଡ଼୍ କଲେ ତ ଭଲସେ ଏବେ ମିକ୍ସ କରିଦେବା। ଆପଣମାନେ ଚାହିଁଲେ ଏଇ ରେସିପିରେ ପକୁଡ଼ି ବି ବନେଇ ପାରିବେ, ଏଇ ବେଟରରେ ଏମିତି ପନିପରିବାକୁ ଆଡ଼୍ କରିକିରି ବହୁତ ବଢ଼ିଆ ପକୁଡ଼ି ବି ବନିକି ରେଡ଼ି ହେବ, ବରା ବି ବନିକି ରେଡ଼ି ହେଇପାରିବ ଏଇ ବେଟରରେ ହିଁ। ଆଉ ଚାହିଁଲେ ଇଡ଼ଲି ବି ବନେଇ ପାରିବେ ଏଇ ବେଟର ହିଁ। ଆଉ ଟିକେ ଦହି ଯଦି ଏଥିରେ ଆଡ଼୍ କରିଦେବେ ତ ଦେଖିବେ ଇଡ଼ଲିଟା ସବୁବେଳେ ଟିକେ ହାଲକା ଖଟା ରହିବ ନା, ଖାଇବାକୁ ଭାରି ସୁଆଦିଆ ଲାଗିବ। ଆଉ ଭେଜିଟେବୁଲ ଇଡ଼ଲି ଯଦି ବନେଇବାକୁ ଚାହୁଁଛନ୍ତି ସୁଜି ଦେଇକି ତ ଏଇଭଳି ପ୍ରୋସେସ୍ରେ ବି ବନେଇ ପାରିବେ। ତ ଏବେ କ'ଣ କରିବା ନା ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ଏବେ ଚାଲନ୍ତୁ ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ମୁଁ ଆଉ ଟିକେ ଫ୍ଲେଭରଫୁଲ୍ ବନେଇବା ପାଇଁ କ'ଣ କଲି ନା ଏଥିରେ ଅଳ୍ପ ଟିକେ ମୁଁ ଜିରା ଆଡ଼୍ କରିଦେଲି, ଆପଣମାନେ ଚାହିଁଲେ ରାଶି ବି ଆଡ଼୍ କରିପାରିବେ। ତାପରେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଆଉ ଧନିଆ ପତ୍ର ବି ଆଡ଼୍ କରିପାରିବେ ଛୋଟ ଛୋଟ ପିସେସ୍ରେ କଟିଂ କରିକିରି। ଆଉ ଏଥିରେ କସ୍ତୁରୀ ମେଥି ଅଳ୍ପ ଟିକେ ବି ଚାହିଁଲେ ଆଡ଼୍ କରିପାରିବେ, ଆଉ ଟିକେ ଯଦି ଫ୍ଲେଭରକୁ ବଢ଼ାଇବାକୁ ଚାହୁଁଛନ୍ତି। ତ ଏବେ କ'ଣ କରିବା ନା ଗୋଟେ ଆମେ ପେନ୍ ନେଇଯିବା। ଆଉ ପେନ୍ରେ ଦେଖନ୍ତୁ ଏଇଠି ଆପଣମାନେ ହାଫ୍ ଚାମଚ ତେଲରେ ବି ଏଇ ରେସିପିଟା ବନେଇକି ରେଡ଼ି କରିପାରିବେ। ତ ଏଠି ମୁଁ କ'ଣ କଲି ନା ଅଳ୍ପ ଟିକେ ମୁଁ ସ୍ପ୍ରେ କରିଦେଲି 2ରୁ 3 ଥର। ତାପରେ ସେଇ ଯେଉଁ ଆମେ ବେଟରଟା ବନେଇକି ରଖିଛନ୍ତି ତାକୁ ହାତର ହେଲ୍ପରେ ତାକୁ ଆମେ ସେପ୍ ଦେଇଦେବା। ତ ଯେତିକି ଆପଣମାନେ ଏଠି ବହଳିଆ ରଖିବାକୁ ଚାହିଁବେ ସେ ଅନୁସାରେ ସେପ୍ ଦେଇପାରିବେ, ଆଉ ପତଲା ରଖିବାକୁ ଚାହିଁଲେ ବି ସେଇ ସେପ୍ ଦେଇପାରିବେ। ଯେକୌଣସି କଦଳୀ ପତ୍ର ହଉ ପ୍ଲେଟ୍ ହଉ ସେଇଥିରେ ବି ସେପ୍ ଦେଇକିରି ଆପଣମାନେ ଏ ତାୱାରେ ଆଡ଼୍ କରିପାରିବେ। ତ ଏବେ ଦେଖନ୍ତୁ ମୁଁ ଏଠି ୟାକୁ ପୁରାପୁରି ପତଲା କରି ଟିକେ ସେପ୍ ଦେଇଦେଲି, ହାଲକା ହିଁ ମୋଟା ଅଛି। ଆଉ ଗୋଟେ ସାଇଡ଼୍ରେ ସିଝିଲା ପର୍ଯ୍ୟନ୍ତ ଅପେକ୍ଷା କରିବା। ଗୋଟେ ସାଇଡ଼୍ ଟିକେ ସିଝି ସାରିବା ପରେ ତାକୁ ଆମେ ଓଲଟେଇ ଦେବା। এইଭଳି ଆମେ ଓଲଟ ପାଲଟ କରିକିରି ଏଇ ରେସିପିଟା ବନେଇକି ରେଡ଼ି କରିବା। ଏଇ ରେସିପିରେ ଦେଖିବେ ଆପଣମାନଙ୍କୁ ପରଟାର ବି ସ୍ୱାଦ ଆସିବ, ଆଉ ସୁଜି ପିଠାର ବି ସ୍ୱାଦ ଆସିବ।
तो आको आपने सुजी पिठा बोली भी कहींपर। तो बहुत बढ़िया देखो गोटे हेल्दी टेस्टी रेसिपी बनिकी रेडी होगा। बाहर पूरा क्रिप्स भितर पुणी भेजिटेबल स्वाद आसो। आउ किसी भी आम मसला मसली भी एड करने बहुत बढ़िया सिंपल तरीके बनिकी रेडी हे। छुआ मानकर टिफिन बॉक्स जदि आपने हेल्दी किसी बनईकी दबाक चाहते सब रुटी परोटा खाई बोर हो किसी अलग किसी नुआ ट्राए करूँ। एमती झटपट देखिए एमती बेले बेले हुए बहुत जोर से आम भोक लगे आ कि आम झटपट बनवाक चाहूँ तो ये रेसिपीटा आपण मैंने बनईकि रेडी करेंगे। तो देखो ये सेम प्रोसेस रे मु 2 पीस बनई आउ देखो गोटे गोटे पीस खाइले पेट पुरजीव आ किंतु मन भरनी एत गोटे स्वादिष्ट रेसिपी बनिकी रेडी होता। तो आपण मैंने घरे आपको ट्राए करूँ आपण मान अनुभूति मो सहित सेयार करूँ। फ्रेंड्स आपण जब भिडियोटी मोर पसंद आसो सांग मान सेयार करूँ लाइक करूँ। चैनल जदि नुआ अच्छा ताहले चैनल को मोर सब्सक्राइब कर दिंतु बेल आइकन क्लिक कर दिंतु जहाँफल मोर सब वीडियो नोटिफिकेशन प्रथमे आपण मानक पहुँचो। मुझे इजी इजी वीडियो नहीं आसबि आपण मैंने देखिए घरे आपको निहाती ट्राए करूँ। आउ जदि फेसबुक पेज देखुं ताहले फेसबुक पेज मोर फॉलो करूँ। इंस्टाग्राम रे देखुले फॉलो करने को जमार भूलतुनि। तो देखो फाइनाली आम रेसिपीटी बनिकी रेडी हो सारी बहुत बढ़िया टेस्टी थिला सॉफ्ट भी थिला। आपण मानक मुझे देखो खंड कर भी देखी केते सॉफ्ट बनुची आ बाहर पूरा क्रिप्सी बनब एमती लगुला। आपण मैंने परोटा किसी खाऊँ आउ भेजिटेबल भी भरपूर मात्रा थिला। आपण मैंने जदि छुआ मानक जदि भेजिटेबल दौरान खाऊना तरकारी पत्र तो एमती छुआ मैंने खाया पसंद करती आ बिना तरकारी जदि एमती देखिए 2 पीस कौन 4 पीस खाइबे किंतु पेट पुरिब मन भरनी। आ भेजिटेबल जेहेतु से एड अच्छी पनीपरिया तो देखिए तरकारी आवश्यक ही पड़ोनी। बहुत बढ़िया गोटे रेसिपी बनिकी रेडी हे। तो यही तरीके आपण मैंने भी घरे आपको ट्राए करूँ। तो से पर्यंत रोची पुणी एक नुआ रेसिपी नहीं आसबि। तो आपण मैंने जदि बनाऊँ निश्चय कमेंट मध्यम मत जनातु आ कौ जिलू देखुं कमेंट कमेंट करूँ।